ଦେଖନ୍ତୁ ତାଙ୍କ ପରିବାରକୁ ଫାଷ୍ଟ ସାହସ ଧୈର୍ଯ୍ୟ ଦିଅନ୍ତୁ। ତାଙ୍କର ଆତ୍ମା ସଦ୍ଗତି ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା। ଦୁଃଖଦାୟକ ଘଟଣା ଏଇଟା ଯେ ବହୁତ କଷ୍ଟ ହେଲା। ଏଇଠି ଭୁବନେଶ୍ୱର ମେଡ଼ିକାଲରେ ବି ସେ ପଡ଼ିଥିଲେ। ତାଙ୍କୁ ବି ଟ୍ରିଟମେଣ୍ଟ କରାଯାଉଥିଲା। ତାପରେ ଦିଲ୍ଲୀ ନିଆଗଲା, ଦିଲ୍ଲୀରେ ବି ଟ୍ରିଟମେଣ୍ଟ କରାଗଲା। ସେଇଟା ଲୁଚକାଳି ଥିଲା, ମିଛ କି ସତ ଆମେ ବି ବୁଝିପାରୁନୁ। ପୋଲିସ ପ୍ରଶାସନ କ'ଣ କହୁଥିଲେ, ଡକ୍ଟର କ'ଣ କରୁଥିଲେ, ଏମାନେ ସବୁ କ'ଣ ଦେଖୁଥିଲେ ସେଇଟା ବି ଆମେ ବୁଝିପାରୁନୁ। ଆମେ ଯାଇଥିଲି ପୀଡ଼ିତାଙ୍କ ପାଖକୁ, ପୀଡ଼ିତାକୁ ବି ଦେଖା କରିଥିଲି, ତାଙ୍କ ପରିବାରକୁ ବି ଦେଖା କରିଥିଲି। ସବୁ ସତ୍ୟ, କିନ୍ତୁ ଝିଅ ଆଜି ନାହିଁ। ଦୁଃଖର କଥା। ସେ ତାର ବୟାନ ଯୋଉ ଦେଇଛି ସେ ଯେ ମତେ 3 ଜଣ ଦୁର୍ବୃତ୍ତ ମତେ ପୋଡ଼ିକିରି ପୋଡ଼ି ଦେଲେ ବୋଲିକିରି ସେ ଅଭିଯୋଗ କରିଛି। ସେ ତାର ବୟାନ ଦେଇଛି। ମତେ କିଏ କ'ଣ କରିଛନ୍ତି, କ'ଣ ହେଇଛି, ସେ ସବୁ କିଛି କହିଛି। କହିବା ସତ୍ତ୍ୱେ ମଧ୍ୟ ସେ ଦୋଷୀକି ଧରି ପାରିଲେନି। ଏପର୍ଯ୍ୟନ୍ତ ଚିହ୍ନଟ ହେଇପାରିଲେନି, ତାକୁ ଖୋଜି ବି ନାହାନ୍ତି। ଝିଅର ବୟାନ ରେକର୍ଡ ହେଇଛି। ଝିଅ କହିଛି ମୁଁ ବି ହସ୍ପିଟାଲ ଯାଇଥିଲି, ଝିଅକୁ ମିଶିଲି, ତାଙ୍କ ପରିବାରକୁ ବି ମିଶିଲି। ଝିଅ ଯୋଉଟା କହିଛି ସେ ସମସ୍ତେ ଜାଣିଛନ୍ତି, ସମସ୍ତଙ୍କ ସାମ୍ନାରେ ଝିଅ କହିଛି। ନିଶ୍ଚିତ ଭାବରେ କିଛି ରହିନି ଏଠି। ପୁରା ମାତ୍ରାରେ ସରକାର ଦାୟୀ, ପୋଲିସ ପ୍ରଶାସନ ଦାୟୀ। ତାଙ୍କ କର୍ତ୍ତବ୍ୟରୁ ଢିଲା କରୁଛନ୍ତି। ତାଙ୍କ କର୍ତ୍ତବ୍ୟ ଯେତିକି କରିବା କଥା ସେତିକି ସେ କରୁନାହାନ୍ତି। ତେଣୁ ମହିଳା କଂଗ୍ରେସ ନିଶ୍ଚିତ ଭାବରେ ଗୋଟେ ଲଜ୍ଜା ଲାଗିବା କଥା ଯେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ତାଙ୍କର ନିର୍ବାଚନ ମଣ୍ଡଳୀ, ତାଙ୍କର ଜିଲ୍ଲା, ସେଠୁ ଗୋଟେ ଝିଅଟା ଯଦି ଆଜି ଏଇ ପରିସ୍ଥିତିରେ ରହୁଛି, ତାକୁ ପୋଡ଼ି ଦିଆଯାଉଛି, ସେ ଶେଷରେ ମରିଯାଉଛି। ସେଥିରେ ଯଦି ମହିଳା ଜଣେ ବୁଝୁନାହାନ୍ତି କିଛି, ଭାବୁନାହାନ୍ତି କିଛି ଯେ ଝିଅ କେମିତି ପରିସ୍ଥିତି ଆସିଲା, ଆଉ ସରକାର ନିଶ୍ଚିତ ଭାବରେ ଆମେ କହିବୁ ଦାୟୀ। ଏଇଠି ତ ମହିଳା ସୁରକ୍ଷିତ ନୁହନ୍ତି, ଆଉ ସୁରକ୍ଷା ବି ଦେଇପାରିବେନି ସରକାର। ତେଣୁ ଆମେ ମହିଳା କଂଗ୍ରେସ ପରିବାର ଚିନ୍ତାରେ ଅଛୁ। କ'ଣ ମହିଳା ପଛରେ କେମିତି ଆମେ ମହିଳାକୁ କୋଉଭଳି ଭାବରେ ସୁରକ୍ଷା ଦେବୁ। ତେଣୁ ନିଶ୍ଚିତ ଭାବରେ ଆମେ ବିଧାନସଭା ଘେରାଉ କରିବୁ, ହଜାର ହଜାର ମହିଳା ଆଣି ବିଧାନସଭା ଘେରାଉ କରିବୁ ଏବଂ ପୋଲିସ ଡିଜି ଅଫିସ ମଧ୍ୟ ଘେରାଉ କରିବୁ। 7 ଦିନ ଭିତରେ ଯଦି କିଛି ରିପୋର୍ଟ ନ ମିଳିଲା ତାହେଲେ ନିଶ୍ଚିତ ଭାବରେ ଡିଜି ଅଫିସ ଘେରାଉ କରିବୁ।